ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 7 ଅଧ୍ୟାୟ 1ରୁ 5 ପଦ ପର୍ଯ୍ୟନ୍ତ। କାହାରି ବିଚାର କର ନାହିଁ, ତାହାହେଲେ ତୁମେ ମଧ୍ୟ ବିଚାରିତ ହେବ ନାହିଁ। କାରଣ ତୁମେ ଯେପରି ବିଚାର କରିବ, ସେହିପରି ତୁମେ ମଧ୍ୟ ବିଚାରିତ ହେବ। ଯେଉଁ ମାପକାଠିରେ ତୁମେ ଅନ୍ୟକୁ ମାପିବ, ସେହି ମାପକାଠିରେ ହିଁ ତୁମକୁ ମଧ୍ୟ ମପାଯିବ। ନିଜ ଆଖିରେ କାଠଗଣ୍ଡି ଥାଉ ଥାଉ ତୁମେ ପଡ଼ୋଶୀର ଆଖିର କୁଟାଟିକୁ ଦେଖୁଛ କାହିଁକି? କିମ୍ବା ନିଜ ଆଖିରେ କାଠଗଣ୍ଡି ଥାଉ ଥାଉ ତୁମେ ପଡ଼ୋଶୀର କିପରି କହିପାରିବ, ଆସ ମୁଁ ତୁମ ଆଖିରୁ କୁଟାଟିକୁ ବାହାର କରିଦେବି? ରେ କପଟୀ, ଆଗେ ନିଜ ଆଖିର କାଠଗଣ୍ଡିଟିକୁ ବାହାର କର, ତେବେ ତୁମେ ତୁମ ପଡ଼ୋଶୀର ଆଖିରୁ କୁଟାଟିକୁ ବାହାର କରିପାରିବ। ବାହାର କରିବା ପାଇଁ ତୁମକୁ ସ୍ପଷ୍ଟ ଭାବେ ଦେଖାଯିବ। ପ୍ରଭୁଙ୍କର ସୁସମାଚାର।